राधेश्याम। तो पंचम अध्याय चली जे कर्म सन्यासी जग। तो आज किसी नुआ ज्ञान नेबा। ज्ञेय स्व नित्य सन्यासी जो न दुष्टि न काक्ष्य क्षति निद्वैनंद ही महाबाह सुख बंधात प्रच्युच्यते। एठी कहा जाइछि, हे अर्जुन, जो पुरुष काहारी सह द्वेष करती नहीं कि कौनसी आकांक्षा करती नहीं ସେହି କର୍ମଯୋଗୀ ସନ୍ନ୍ୟାସୀ ଯୋଗ୍ୟ ଅଟନ୍ତି। ଯେ ପୁରୁଷ କୌଣସି ଦ୍ୱେଷ କାହାରି ସହିତ ରଖନ୍ତି ନାହିଁ, କୌଣସି ଆକାଂକ୍ଷା କରନ୍ତି ନାହିଁ, ସେହି କର୍ମଯୋଗୀ ସନ୍ନ୍ୟାସୀ ଯୋଗ୍ୟ ଅଟନ୍ତି। କାରଣ ରାଗ ଦ୍ୱେଷରୁ ଦ୍ୱନ୍ଦ୍ୱରୁ ରହିତ ପୁରୁଷ ସୁଖପୂର୍ବକ ସଂସାର ବନ୍ଧନରୁ ମୋକ୍ଷ ହୁଏ। କାରଣ କହୁଛନ୍ତି ଯେ ରାଗ ଦ୍ୱେଷରୁ ଦୂର ହୋଇଯାଏ ଯେଉଁ ପୁରୁଷ, ଯିଏ ସଂସାର ବନ୍ଧନରୁ ମୋକ୍ଷ ହୋଇଯାଏ। ତପକ୍ଷେ କର୍ମ ଅଟେ ସାର, ଅକର୍ମ ତେଜି ଯୁଦ୍ଧ କର। ଆଶା ଅଭିଳାଷ ତେଜିଣ, କର୍ମରେ ସଦା ଦିଅ ମନ। ସଚରାଚର ପ୍ରାଣୀ ଯେତେ, ଏକରୁ ଅନେକ ସମ୍ଭୂତେ। ରାଗ ଦ୍ୱେଷରୁ ଶୂନ୍ୟ ହୋଇ, ସୁଖ ଦୁଃଖକୁ ଭୁଲି ଯାଇ। ଜୟ ପରାଜୟ ଭୁଲିଣ, ମାନ ଅପମାନ ତେଜିଣ। ନିନ୍ଦା ସ୍ତୁତିକୁ ବର ଜୀବ, ଭୁଲି ଶ୍ରୀତୋଷ ହାନି ଲାଭ। ଏଇଠି ଭଗବାନ କହୁଛନ୍ତି ଯେ ତୋ ପକ୍ଷରେ କର୍ମ ଅଟେ ସାର। ଯେ ଯେତିକି ତୁ ଭଲ କର୍ମ କରିବୁ ତୋ ପାଇଁ ସାର ବନିବାରେ ଲାଗିବ। ଓ କହୁଛନ୍ତି ରାଗ ଦ୍ୱେଷରୁ ଶୂନ୍ୟ ହୋଇକି ଯେଉଁ ପୁରୁଷ ସୁଖ ଦୁଃଖକୁ ଭୁଲି ଯାଇକି, ଜୟ ପରାଜୟକୁ ଭୁଲି ଯାଇକି, ମାନ ଅପମାନକୁ ଭୁଲି ଯାଇକି, ନିନ୍ଦା ସ୍ତୁତିକୁ ନିଜ ମନରୁ ଦୂରେଇ ଦିଏ, ସିଏ ହିଁ ଶ୍ରୀତୃଷ୍ଣ ଲାଭକୁ ପାଇଥାଏ। ସେ କହୁଛନ୍ତି, ସଂଖ୍ୟ ଯଜ୍ଞ ପୃଥିବାରା ପ୍ରବନ୍ତି ନ ପଣ୍ଡିତାଃ ଏକମପ୍ୟସ୍ଥିତ ସମ୍ୟଗ୍ରୋ ଗୋବିନ୍ଦତେ ଫଳମ୍। ଏଠି କହୁଛନ୍ତି ଯେ ମୂର୍ଖ ଲୋକମାନେ ଉପରୋକ୍ତ ସନ୍ନ୍ୟାସ ଏବଂ କର୍ମଯୋଗକୁ ଭିନ୍ନ ଭିନ୍ନ ବୋଲି ମନେ କରନ୍ତି, କିନ୍ତୁ ପଣ୍ଡିତମାନେ ତାହା କରନ୍ତି ନାହିଁ। କାରଣ ସେ ଦୁଇଟି ମଧ୍ୟରୁ କୌଣସି ଗୋଟିକର ବି ସମ୍ୟକ୍ ଭାବରେ ସ୍ଥିତ ହୋଇଥିବା ପୁରୁଷ ଭୟଙ୍କର ଫଳ ରୂପକ ପରମାତ୍ମାକୁ ପାଇଯାଇଛି। ଅନ୍ୟ କେତେକ ଅଜ୍ଞଜନ ବିଚାର କରନ୍ତି। ଏଠି କୁହାଯାଇଛି ଯେ ମୂର୍ଖ ଲୋକମାନେ ଉପରୋକ୍ତ ସନ୍ନ୍ୟାସ ଓ କର୍ମଯୋଗକୁ ଭିନ୍ନ ଭିନ୍ନ ବୋଲି ମନେ କରନ୍ତି, କିନ୍ତୁ ପଣ୍ଡିତମାନେ ତାହା ମନେ କରନ୍ତି ନାହିଁ। କାରଣ ସେ ଦୁଇଟି ମଧ୍ୟରୁ କୌଣସି ଗୋଟିକର ବି ସମ୍ୟକ୍ ଭାବରେ ସ୍ଥିତ ହୋଇଥିବା ପୁରୁଷ ଉଭୟଙ୍କର ଫଳ ରୂପକ ପରମାତ୍ମାକୁ ପାଇଯାଇଛି। ଅନ୍ୟ କେତେକ ଅଜ୍ଞଜନ ବିଚାର କରନ୍ତି ମନେଣ, ସନ୍ନ୍ୟାସ କର୍ମଯୋଗକୁ ଭିନ୍ନ ଭିନ୍ନ ଭାବେ ତୁଚ୍ଛାକୁ। ପଣ୍ଡିତେ ଏହା ନ ଭାବନ୍ତି, ସଭିଙ୍କୁ ସମାନ ମଣନ୍ତି। ମନ ଇନ୍ଦ୍ରିୟ ନଦମୟୀ, ସହିଷ୍ଣୁପଣ ଯାର ନାହିଁ। କର୍ମ କରିଲେ କର୍ମ ଫଳ, ମିଳିଲେ ଅଧମ କେବଳ। ଏଇଠି କହୁଛନ୍ତି ଯେ ଏଠି ମୂର୍ଖ ଲୋକମାନେ ଅଜ୍ଞଜନମାନେ କେବଳ ସନ୍ନ୍ୟାସ କର୍ମଯୋଗକୁ ଭିନ୍ନ ଭିନ୍ନ ଭାବିଥାନ୍ତି, ତୁଚ୍ଛ ଭାବନ୍ତି। କିନ୍ତୁ ପଣ୍ଡିତମାନେ ଏମିତି ଭାବନ୍ତି ନାହିଁ, ସମସ୍ତଙ୍କୁ ସମାନ ଭାବନ୍ତି। କାରଣ ମନ ଇନ୍ଦ୍ରିୟକୁ ସେମାନେ ଦମନ କରିସାରିଛନ୍ତି। ସହିଷ୍ଣୁପଣ, ସହିବାର ଶକ୍ତି ତାଙ୍କ ଭିତରେ ଆସିଯାଇଛି। ତେଣୁ କର୍ମ କରିଲେ କର୍ମଫଳ ହିଁ ମିଳିବ ତ ମିଳିବ। ମିଳିଲେ ସିଏ ସୁଫଳ କି କୁଫଳ କର୍ମ ଅନୁସାରେ ହିଁ ଜଣାଯାଇଥାଏ। ସେଥିପାଇଁ ଯେତିକି ଭଲ କର୍ମରେ ମନ ଦେବା, ସେତିକି ଆମେ ମୋକ୍ଷ ପ୍ରାପ୍ତିକୁ ଯାଇପାରିବା।
ଯଦ୍ ସାଂଖ୍ୟ ପ୍ରାପ୍ତୟେ ସ୍ଥାନ ତଦ୍ ଯଜ୍ଞରପି ଗମ୍ୟତେ ଏକ ସଂଖ୍ୟ ଚ ଜଗତ୍ ପଶ୍ୟତି ତ ପଶ୍ୟତି। ଏଠି କହୁଛନ୍ତି ଜ୍ଞାନୀ ସନ୍ନ୍ୟାସୀ ବା ସଂଖ୍ୟଯୋଗୀ ଯେଉଁ ସ୍ଥାନ ପାଏ, କର୍ମଯୋଗୀ ଜ୍ଞାନୀ ଦ୍ୱାରା ସେହି ସ୍ଥାନ ପାଏ। ତେଣୁ ଜ୍ଞାନୀ ଉଭୟଙ୍କୁ ଏକ ବୋଲି ମନେ କରନ୍ତି। ସଂଖ୍ୟ ଯୋଗରେ ରତ ସେହି ଜ୍ଞାନ ତରିରେ ପାର ହେଇ। ଯେ ଏଠି କହୁଛନ୍ତି ଜ୍ଞାନୀ ଓ ସନ୍ନ୍ୟାସୀ ବା ସଂଖ୍ୟାଯୋଗୀ ଯେଉଁ ସ୍ଥାନ ପାଏ, ଜଣେ ଜ୍ଞାନୀ ଓ ଜଣେ ସନ୍ନ୍ୟାସୀ ଯେ ଯେଉଁ ସ୍ଥାନ ପାଏ, କର୍ମଯୋଗୀ ଜ୍ଞାନ ଦ୍ୱାରା ସେହି ସ୍ଥାନ ପାଇଥାଏ। କର୍ମଯୋଗୀ ମଧ୍ୟ ଜ୍ଞାନ ଦ୍ୱାରା ସେହି ସ୍ଥାନକୁ ପାଇଥାଏ। ତେଣୁ ଜ୍ଞାନୀ ଉଭୟଙ୍କୁ ଏକ ବୋଲି ମନେ କରନ୍ତି। ତେଣୁ ଜ୍ଞାନୀମାନେ ଉଭୟକୁ ଏକ ବୋଲି ମନେ କରନ୍ତି। ସଂଖ୍ୟ ଯୋଗରେ ରତ ଯେହି ଜ୍ଞାନ ତରିରେ ପାର ହୋଇ। କର୍ମ ଯୋଗାଏ କର୍ମ ଫଳେ ସ୍ୱଭାବେ ସଂସାରରୁ ତରେ। କର୍ମ କର୍ମ ସମ ଫଳ ଯେ ଜାଣେ ସେ ଜ୍ଞାନୀ କେବଳ। ବ୍ରହ୍ମ ଦର୍ଶନ ସେ ଲଭଇ ତାହାକୁ ସାହା ଅଟେ ମୁହିଁ। କରି କରାଉ ଅଛି ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ। ଏଇଠି ଭଗବାନ କହୁଛନ୍ତି ଯେ ଯେଉଁ କର୍ମଯୋଗୀ ଜ୍ଞାନ ଦ୍ୱାରା ହିଁ ଉଚିତ କର୍ମକୁ କରିଥାଏ, ସିଏ ମଧ୍ୟ ସନ୍ନ୍ୟାସୀ ଓ ସଂଖ୍ୟାଯୋଗୀ ସ୍ଥାନକୁ ପାଇଥାଏ ଓ ସିଏ ଜ୍ଞାନୀ ଅଟେ। ସିଏ ମଧ୍ୟ ସେହି ପଦବୀକୁ ସ୍ଥାନ ପାଇଥାଏ ତାର ଜ୍ଞାନ ମାଧ୍ୟମରେ। ତେଣୁ ସେହି ଲୋକ ବ୍ରହ୍ମ ଦର୍ଶନ ଲାଭ କରିଥାଏ ଓ ତାହାକୁ ମୁଁ ସାହା ହେଇଥାଏ। ଭଗବାନ କହୁଛନ୍ତି କରି କରାଉ ଥାଏ ମୁହିଁ ଯେ ମୋ ବିନୁ ଅନ୍ୟ ଗତି ନାହିଁ। ଭଗବାନ ଶ୍ରୀକୃଷ୍ଣ ଏମିତି କହୁଛନ୍ତି। ତ ଆଗକୁ ଆହୁରି ବହୁତ ସାରା ଜ୍ଞାନ ନେବା। ଆଜି ପାଇଁ ଏତିକି। ରାଧେ ଶ୍ୟାମ।